ନୟାଗଡ଼ ପରେ ରଣପୁର ନିର୍ବାଚନ ମଣ୍ଡଳୀରେ ଭୁଷୁଡ଼ିଛି ବିଜେଡିର ଦୁର୍ଗ। ଆଜି ବିଧିବଦ୍ଧ ଭାବେ ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ କାର୍ଯ୍ୟାଳୟଠାରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ସ୍ୱାମୀ ସ୍ୱରାଜ ମହାନ୍ତି ଓ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରାଙ୍କ ସହ ପ୍ରାୟ 300ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସ୍ୱରାଜ ମହାନ୍ତି ରଣପୁର ଏଏନ୍ଏସିର ଜଣେ ଦୃଢ଼ ସଂଗଠକ ହୋଇଥିବା ବେଳେ ରଣପୁର ଏନ୍ଏସିରେ ତାଙ୍କର ଲୋକପ୍ରିୟତା ରହିଛି ଏବଂ ପ୍ରଭାତ ଦଳବେହେରା ଗୋଡ଼ିପଦ ଜୋନ୍ର ଲୋକ ହୋଇଥିବା ବେଳେ ବିଜେଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ଏବେ ସେ ବିଜେଡି ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି। ତାଙ୍କର ଦଳ ପରିବର୍ତ୍ତନ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ସବୁଆଡ଼େ ଚର୍ଚ୍ଚା ଚାଲିଛି। ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ସୁରମା ପାଢ଼ୀଙ୍କ ଏହି ମାଷ୍ଟର ଷ୍ଟ୍ରୋକ୍ ବିଜେଡି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଜଣାପଡ଼ୁଛି। ମୁଁ ପ୍ରଭାତ କୁମାର ଦଳବେହେରା ଭାଇସ୍ ଚେୟାରମ୍ୟାନ୍ ରଣପୁର ଆଗରୁ ଏକ୍ସ ଚେୟାରମ୍ୟାନ୍ ଥିଲି ଆଉ ବିଭିନ୍ନ ପଦପଦବୀରେ ଥିଲି। ବିଜୁ ଜନତା ଦଳରେ କାର୍ଯ୍ୟ କରୁଥିଲି। ବିଜୁ ଜନତା ଦଳ ଛାଡ଼ିବାର ଅଭିପ୍ରାୟ କ'ଣ? ମୋର ଅଭିପ୍ରାୟ ଏନେ ମୋ ଗାଁ ମୋ ପଞ୍ଚାୟତ ରଣପୁର ବ୍ଲକର ବିକାଶ କରିବା ଉଦ୍ଦେଶ୍ୟରେ ମୁଁ ବିଜୁ ଜନତା ଦଳ ଛାଡ଼ିଲି। ମୋର ବ୍ୟକ୍ତିଗତ କାରଣ ମୋତେ କେହି କିଛି ହଇରାଣ କିଛି ଏମିତି କରିନାହାନ୍ତି। ଆପଣ ବିଜୁ ଜନତା ଦଳ ଛାଡ଼ି ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଆଗକୁ ଆସୁଛି ପଞ୍ଚାୟତ ଇଲେକ୍ସନ, ଏଥିରେ ଜନତାଙ୍କର ଯେଉଁ ମତଦାନ ରହିବ ଆପଣଙ୍କର ଏଇ ଉପରେ କିଛି ପ୍ରଭାବ ପକାଇ ପାରେ କି? ମୋ ପଞ୍ଚାୟତରେ ଦଳବଳ କିଛି ନାହିଁ। ମୁଁ ମୋ ପଞ୍ଚାୟତରେ ମୋ ନେତୃତ୍ୱରେ ଆଗକୁ 40 ବର୍ଷ ପଞ୍ଚାୟତ ହେବା କାଳୁ ମୋ ପଞ୍ଚାୟତ ସରପଞ୍ଚ ସମିତି ୱାର୍ଡ ମେମ୍ବର ମୋ ସମର୍ଥିତ ଲୋକମାନେ ଯେତିକି ଆସନ୍ତି, ମୋ ପାଇଁ ଫରକ କିଛି ନାହିଁ। ମୁଁ ଯୁଆଡ଼େ ଯାଏ ମୋ ଲୋକମାନେ ସିଆଡ଼େ ଯାଆନ୍ତି। ଆପଣ ଜେଡ଼ିର ବର୍ତ୍ତମାନ ଆପଣ ବିଜେପିରେ ଯୋଗ ଦେଇଛନ୍ତି। ଏହା ଯେତେବେଳେ ଆପଣ ଆଗକୁ ଯେଉଁ 2029 ପଞ୍ଚାୟତ ଇଲେକ୍ସନ ଆସୁଛି, ତାହା କେଉଁ ପ୍ରକାର ପ୍ରଭାବ ପକାଇବ? ପ୍ରଭାବ କିଛି ପକାଇବନି। ମୁଁ ମୋ ଇଏରେ ଇଙ୍ଗିତରେ ବା ସ୍ପିକର ମ୍ୟାଡ଼ାମଙ୍କର ଯେଉଁ ଶ୍ରୀମତୀ ସୁରମା ପାଢ଼ୀଙ୍କର ନିର୍ଦ୍ଦେଶରେ ଯେଉଁ କାର୍ଯ୍ୟକ୍ରମ ସବୁ କରାଯିବ ସେ ଅନୁସାରେ ସବୁ ଆଗକୁ ବଢ଼ିଯିବ। ମୁଖ୍ୟ ଉଦ୍ଦେଶ୍ୟ ମୋର ବ୍ୟକ୍ତିଗତ କିଛି ନାହିଁ। ମୋର ସ୍ୱାର୍ଥ ଏହା ମୋ ପଞ୍ଚାୟତ ମୋ ବ୍ଲକରେ କିଛି ସରକାରୀ ଦଳରେ କାର୍ଯ୍ୟ କଲେ କିଛି ବିକାଶ କାର୍ଯ୍ୟମୂଳକ କାମ ଲୋକମାନଙ୍କ ପାଇଁ ହେଇପାରିବ। ଏଇଟା ଗୋଟିଏ ଉଦ୍ଦେଶ୍ୟ, ଆଉ ଉଦ୍ଦେଶ୍ୟ କିଛି ନାହିଁ। ମୁଁ ସ୍ୱରାଜ କୁମାର ମହାନ୍ତି, ପୂର୍ବତନ ସଭାପତି ବିଜୁ ଜନତା ଦଳ ରଣପୁର ନଗର। ବିଜୁ ଜନତା ଦଳ ଆଉ ତାର ଯେଉଁ ପୁରାତନ ଆଦର୍ଶ ଥିଲା ସେ ଆଦର୍ଶରୁ ବହୁତ ଦୂରେଇ ଯାଇଛି। ସେ ଆଦର୍ଶରେ ଆଉ ନାହିଁ। ଦଳର କର୍ମୀମାନଙ୍କ ମଧ୍ୟରେ ଠେଲାପେଲା ଉପରିସ୍ଥ ନେତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ତେଣୁ ଯେହେତୁ ସ୍ପିକର ମ୍ୟାଡ଼ାମ୍ ବର୍ତ୍ତମାନ ଆମ ରଣପୁର ବିଧାୟିକା, ରଣପୁର କେମିତି ଉନ୍ନତି ହେବ ସେ ବହୁତ ସେଥିପାଇଁ ଚିନ୍ତା କରୁଛନ୍ତି ଏବଂ କେମିତି ଆମ ରଣପୁର ଉନ୍ନତି ହେବ ସେଥିପାଇଁ ଆମେ ବିଜୁ ଜନତା ଛାଡ଼ିକରି ବିଜେପିରେ ଜଏନ୍ କରୁଛୁ। ଆପଣ ବର୍ତ୍ତମାନ ବିଜୁ ଜନତା ଦଳ ଛାଡ଼ିକି ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଜନସାଧାରଣଙ୍କର ବିକାଶ କରିବା ପାଇଁ ଆପଣ କ'ଣ କ'ଣ ଲକ୍ଷ୍ୟ? ଜନସାଧାରଣ ବିକାଶ କରିବା ପାଇଁ ଆମେ ଯେଉଁ ଆମର ଏନ୍ଏସି ଅଛି, ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେଣୁ ସେଇ କାର୍ଯ୍ୟକ୍ରମ ସଫଳ ରୂପାନ୍ତରିତ କେମିତି ହେବ ସେ କାର୍ଯ୍ୟକ୍ରମ ଆମେ ଯଥାଶୀଘ୍ର କରିବା ପାଇଁ ଚେଷ୍ଟା କରିବୁ। ଆପଣ ରଣପୁର ବିଜୁ ଜନତା ଦଳ ରାଜଧାନୀରେ କରିବେ। ଆପଣ ବର୍ତ୍ତମାନ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରୁଛନ୍ତି। ଏହା ଆପଣ ଯେଉଁ ଦଳ ବର୍ତ୍ତମାନ ପରିତ୍ୟାଗ କଲେ, ଏହା ଉପରେ ରଣପୁରର ବିଜୁ ଜନତା ଦଳ ଉପରେ କିଛି ପ୍ରଭାବ ପକାଇବ ବୋଲି ଆପଣ ନିଶ୍ଚିତ। ଆଜି ବିଜୁ ଜନତା ଦଳର ପ୍ରାୟ 70%ରୁ ଅଧିକ କର୍ମୀ ମୋ ସାଙ୍ଗରେ ଆଜି ବିଜେପିରେ ଯୋଗଦାନ କରୁଛନ୍ତି। ଏହା ନିଶ୍ଚିତ ବିଜୁ ଜନତା ଦଳ ଉପରେ ଫରକ ପକାଇବ। ଆଉ ନିଶ୍ଚିତ ଆମେ ଏଥିରେ ବିଜେପି ଦଳ ଏଥିରେ ବହୁତ ସୁସଂଗଠିତ ଏବଂ ଶକ୍ତିଶାଳୀ ହେବ। ଆଉ ଗୋଟେ ଜିନିଷ, ଆଉ ଗୋଟେ କଥା, ଆପଣ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରୁଛନ୍ତି। ବର୍ତ୍ତମାନ ଆପଣଙ୍କର ସ୍ତ୍ରୀ ଯିଏକି ରଙ୍ଗୀନ ମହାନ୍ତି ରଣପୁର ଏନ୍ଏସିର ଅଧ୍ୟକ୍ଷ ଅଛନ୍ତି, ଏ ବାବଦରେ ତାଙ୍କ ପାଇଁ କିଛି ଅସୁବିଧା ହେବ? ଏଭଳି ତାଙ୍କର କିଛି ଅସୁବିଧା ହେବ ନାହିଁ, କାରଣ ସିଏ ବିଜୁ ଛାଡ଼ିକିରି ଜଏନ୍ କରିନାହାନ୍ତି। ସେ ତ ଅଲରେଡ଼ି ଅଗଷ୍ଟ ମାସରେ ତାଙ୍କୁ ବିଜୁ ଜନତା ଦଳରୁ ସସ୍ପେଣ୍ଡ କରାଯାଇଛି, କିନ୍ତୁ ତା ସତ୍ତ୍ୱେ ବି ସିଏ ସେମିତି ବର୍ତ୍ତମାନ ନିର୍ଦ୍ଦଳୀୟ ଭାବରେ ସେ ପଦବୀରେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର ପଦବୀ ଉପରେ ଆଉ କିଛି ଇଫେକ୍ଟ ପଡ଼ିବ ନାହିଁ।